ଆମେ ଖାଦ୍ୟ ରାନ୍ଧୁଛେ କିମ୍ବା ଆକାଶରେ ବାଣ ଫୁଟୁଛି ଦେଖିଲେ ଆମ ଚାରିପାଖରେ ସବୁବେଳେ କିଛି ନା କିଛି ବଦଳୁଛି। ଆଚ୍ଛା, ଏଇ ସବୁ ପରିବର୍ତ୍ତନ ପଛରେ କ'ଣ ଲୁଚି ରହିଛି? ଏହା ପଛରେ ଅଛି ରସାୟନ ବିଜ୍ଞାନର ଏକ ରୋମାଞ୍ଚକର ଦୁନିଆ। ଚାଲନ୍ତୁ ଆଜିର ଏହି ଆଲୋଚନାରେ ସେହି ରହସ୍ୟର ପର୍ଦ୍ଦା ହଟାଇବା। ଆସନ୍ତୁ ଆରମ୍ଭରୁ ଗୋଟେ ପ୍ରଶ୍ନ ଦେଖିବା। ଗୋଟେ ପଟେ ଜଳଥିବା କାଠ, ଯେଉଁଥିରୁ ତାପ ଆଉ ଆଲୋକ ବାହାରୁଛି, ଆଉ ଅନ୍ୟପଟେ ଗୋଟେ ପୁରୁଣା ଲୁହା ପାଇପ୍, ଯେଉଁଥିରେ ଧୀରେ ଧୀରେ କଳଙ୍କି ଲାଗି ସେଟା ନଷ୍ଟ ହେଉଛି। ହୁଏତ ଲାଗିପାରେ ଏହି ଦୁଇଟା ଭିତରେ କୌଣସି ସମ୍ପର୍କ ନାହିଁ, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଏମାନଙ୍କ ଭିତରେ ଏକ ଗଭୀର ବୈଜ୍ଞାନିକ ସମ୍ପର୍କ ଅଛି। ତାହା କ'ଣ? ଚାଲନ୍ତୁ ଖୋଜି ବାହାର କରିବା। ସେହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମକୁ ପ୍ରଥମେ ରାସାୟନିକ ପରିବର୍ତ୍ତନର ସଂକେତଗୁଡ଼ିକୁ ଚିହ୍ନିବାକୁ ପଡ଼ିବ। ଯେତେବେଳେ ବି କୌଣସି ରାସାୟନିକ ପ୍ରତିକ୍ରିୟା ହୁଏ, ଆମକୁ କିଛି ସ୍ପଷ୍ଟ ସଂକେତ ମିଳିଥାଏ। ଏହି ସଂକେତ ହିଁ କହିଥାଏ ଯେ କିଛି ଗୋଟେ ନୂଆ ଘଟୁଛି। ତେବେ ଏହି ସଂକେତଗୁଡ଼ିକ କ'ଣ କ'ଣ? ହୁଏତ କିଛି ଗ୍ୟାସ୍ ବାହାରିପାରେ, ଯେମିତିକି ସୋଡ଼ା ବୋତଲ ଖୋଲିଲେ ଯେଉଁ ଫେଣ ବାହାରେ, କିମ୍ବା ତାପମାତ୍ରା ବଦଳିପାରେ। କିଛି ପ୍ରତିକ୍ରିୟା ଜିନିଷକୁ ଗରମ କରିଦିଏ ତ ଆଉ କିଛି ପୁରା ଥଣ୍ଡା। ରଙ୍ଗ ବଦଳିବା ବି ଗୋଟେ ବଡ଼ ସଂକେତ, ଯେମିତି ଲୁହାରେ କଳଙ୍କି ଲାଗିଲେ ତାର ରଙ୍ଗ ବଦଳିଯାଏ। ଏହାଛଡ଼ା କେବେ କେବେ ଏକ ନୂଆ କଠିନ ପଦାର୍ଥ ତିଆରି ହୁଏ, କିମ୍ବା ପଦାର୍ଥର ଅବସ୍ଥା ହିଁ ବଦଳିଯାଏ। ଏସବୁ ହେଉଛି ରାସାୟନିକ ପ୍ରତିକ୍ରିୟାର ସ୍ପଷ୍ଟ ପ୍ରମାଣ। ଆଚ୍ଛା, ଏହି ପରିବର୍ତ୍ତନଗୁଡ଼ିକକୁ ବୈଜ୍ଞାନିକମାନେ ଲେଖନ୍ତି କେମିତି? ସେମାନଙ୍କ ପାଖରେ ଏକ ଖାସ୍ ଭାଷା ଅଛି, ଯାହାକୁ ରସାୟନିକ ସମୀକରଣ କୁହାଯାଏ। ଏହାକୁ ଗୋଟେ ରୋଷେଇର ରେସିପି ଭଳି ଭାବିପାରନ୍ତି, ଯେଉଁଥିରେ ସଫା ସଫା ଲେଖାଥାଏ କେଉଁ କେଉଁ ଜିନିଷ ମିଶି କ'ଣ ତିଆରି ହେବ। ତାହେଲେ ରାସାୟନିକ ପ୍ରତିକ୍ରିୟା ପ୍ରକୃତରେ କ'ଣ? ସରଳ ଭାଷାରେ କହିଲେ, ଏହା ଏକ ପ୍ରକ୍ରିୟା ଯେଉଁଥିରେ କିଛି ଆରମ୍ଭର ପଦାର୍ଥ, ଯାହାକୁ ପ୍ରତିକାରକ କୁହାଯାଏ, ସେମାନେ ନିଜ ଭିତରେ ଥିବା ପୁରୁଣା ବନ୍ଧନକୁ ଭାଙ୍ଗି ନୂଆ ବନ୍ଧନ ତିଆରି କରନ୍ତି। ଆଉ ଏହାଦ୍ୱାରା ଏକଦମ ନୂଆ ଧର୍ମ ଥିବା ପଦାର୍ଥ ତିଆରି ହୁଏ, ଯାହାକୁ ଉତ୍ପାଦ କୁହାଯାଏ। ଏହି ରେସିପିକୁ ଦୁଇ ପ୍ରକାରରେ ଲେଖାଯାଇପାରେ। ଗୋଟିଏ ହେଲା ଶବ୍ଦରେ, ଯେମିତି ଆମେ ସିଧାସଳଖ ନାମ ଲେଖିଦେଲେ। କିନ୍ତୁ ରସାୟନବିତ୍ମାନେ ସାଧାରଣତଃ ସଂକେତ ବ୍ୟବହାର କରନ୍ତି, କାହିଁକି ନା ଏହା ସେମାନଙ୍କ ପାଇଁ ଏକ ପ୍ରକାରର ସୁପରଫାଷ୍ଟ ଶର୍ଟହ୍ୟାଣ୍ଡ ଭଳି କାମ କରେ, ଯାହା ସଠିକ୍ ଆଉ ବୁଝିବାକୁ ସହଜ। ରସାୟନ ବିଜ୍ଞାନର ଗୋଟେ ସବୁଠୁ ବଡ଼ ନିୟମ ହେଉଛି ବସ୍ତୁତ୍ୱ ସଂରକ୍ଷଣ। ଏହାର ଅର୍ଥ ହେଲା କୌଣସି ପ୍ରତିକ୍ରିୟାରେ ପଦାର୍ଥ ସୃଷ୍ଟି ହୁଏନି କି ନଷ୍ଟ ହୁଏନି। ଯାହା ଥିଲା ତାହା ଖାଲି ରୂପ ବଦଳାଇ ଦିଏ। ଠିକ୍ ଯେମିତି ରୋଷେଇରେ ଯେତିକି ସାମଗ୍ରୀ ବ୍ୟବହାର ହୁଏ, ଖାଦ୍ୟର ଓଜନ ସେତିକି ହିଁ ହୁଏ। ସେଥିପାଇଁ ସମୀକରଣର ଦୁଇ ପଟେ ସବୁ ପରମାଣୁଙ୍କ ସଂଖ୍ୟା ସମାନ ରହିବା ନିହାତି ଜରୁରୀ। ଦୁନିଆରେ ତ ଲକ୍ଷ ଲକ୍ଷ ରାସାୟନିକ ପ୍ରତିକ୍ରିୟା ଘଟୁଛି, କିନ୍ତୁ ମଜା କଥା ହେଲା ଏମାନଙ୍କୁ ମୋଟାମୋଟି ଭାବେ କିଛି ମୁଖ୍ୟ ଗ୍ରୁପ ବା ପରିବାରରେ ବାଣ୍ଟି ଦିଆଯାଇପାରେ। ଚାଲନ୍ତୁ ଏହି ପ୍ରତିକ୍ରିୟା ପରିବାରର ସଦସ୍ୟମାନଙ୍କ ସହ ପରିଚିତ ହେବା। ପ୍ରଥମ ପରିବାର ହେଉଛି ସଂଯୋଜନ ପ୍ରତିକ୍ରିୟା। ଏହାକୁ ଏକ ଭାଗିଦାରୀ ବା ପାର୍ଟନରସିପ୍ ଭଳି ଦେଖିହେବ, ଯେଉଁଠି ଦୁଇ ବା ତତୋଧିକ ପଦାର୍ଥ ଏକାଠି ମିଶି ଗୋଟେ ନୂଆ ଜିନିଷ ତିଆରି କରନ୍ତି। ଏହାର ସାଧାରଣ ଫର୍ମୁଲା ହେଉଛି ଏ ଆଉ ବି ମିଶି AB ତିଆରି କରନ୍ତି। ଗୋଟେ ବହୁତ ଭଲ ଉଦାହରଣ ହେଉଛି ପାଣି ତିଆରି ହେବା। ଦୁଇଟି ଉଦ୍ଜାନ ଅଣୁ ଆଉ ଗୋଟିଏ ଅମ୍ଳଜାନ ଅଣୁ ମିଶି ଆମ ଜୀବନ ପାଇଁ ସବୁଠୁ ଜରୁରୀ ଜିନିଷ ପାଣି ବା H2Oର ଦୁଇଟି ଅଣୁ ତିଆରି କରନ୍ତି। ଭାବନ୍ତୁ ତ, ଦୁଇଟି ଅଲଗା ଗ୍ୟାସ୍ରୁ କେମିତି ଏକ ନୂଆ ତରଳ ପଦାର୍ଥ ତିଆରି ହେଲା। ସଂଯୋଜନର ଠିକ୍ ଓଲଟା ହେଉଛି ବିଘଟନ ପ୍ରତିକ୍ରିୟା। ଯଦି ସଂଯୋଜନ ଏକ ପାର୍ଟନରସିପ୍, ତେବେ ବିଘଟନ ହେଉଛି ଏକ ବ୍ରେକଅପ୍। ଏଠାରେ ଗୋଟିଏ ବଡ଼ ଯୌଗିକ ପଦାର୍ଥ ଭାଙ୍ଗିଯାଇ ଦୁଇ ବା ତତୋଧିକ ସରଳ ପଦାର୍ଥରେ ପରିଣତ ହୋଇଯାଏ। ଏହାର ସାଧାରଣ ଫର୍ମୁଲା ହେଲା AB ଭାଙ୍ଗିଯାଇ A ଏବଂ Bରେ ବଦଳିଯାଏ। ଉଦାହରଣ ସ୍ୱରୂପ, ଚୂନପଥର ବା କ୍ୟାଲସିୟମ କାର୍ବୋନେଟ୍କୁ ଯେତେବେଳେ ଗରମ କରାଯାଏ, ସେତେବେଳେ ଏହା ଭାଙ୍ଗିଯାଇ କଳିଚୂନ ବା କ୍ୟାଲସିୟମ ଅକ୍ସାଇଡ୍ ଏବଂ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ରେ ପରିଣତ ହୁଏ। ଆମ ତାଲିକାରେ ପରବର୍ତ୍ତୀ ପ୍ରତିକ୍ରିୟା ହେଉଛି ଏକକ ବିସ୍ଥାପନ। ଏଠି ଟିକେ ପ୍ରତିଯୋଗିତା ଦେଖିବାକୁ ମିଳେ। ଏଠାରେ ଏକ ଅଧିକ ସକ୍ରିୟ ମୌଳିକ ଆସି ଗୋଟେ ଯୌଗିକ ଭିତରେ ଥିବା କମ୍ ସକ୍ରିୟ ମୌଳିକକୁ ତା ଜାଗାରୁ ହଟେଇ ଦେଇ ନିଜେ ସେହି ସ୍ଥାନ ନେଇଯାଏ। ଏହାର ଫର୍ମୁଲା ଦେଖନ୍ତୁ, A BC ସହିତ ପ୍ରତିକ୍ରିୟା କରି Bକୁ ବାହାର କରିଦେଉଛି ଆଉ AC ତିଆରି କରୁଛି।
ଏହାର ଏକ ବଢ଼ିଆ ଉଦାହରଣ ହେଉଛି ଯେତେବେଳେ ଜିଙ୍କ୍ ବା ଦସ୍ତାକୁ କପର ସଲଫେଟ୍ ଦ୍ରବଣରେ ପକାଯାଏ, ଜିଙ୍କ୍ ବେଶୀ ସକ୍ରିୟ ହୋଇଥିବାରୁ କପରକୁ ତା ସ୍ଥାନରୁ ହଟାଇ ଦିଏ ଆଉ ଜିଙ୍କ୍ ସଲଫେଟ୍ ତିଆରି କରେ। ଏବେ କଳ୍ପନା କରନ୍ତୁ ଏକ ଡାନ୍ସ ପାର୍ଟିର ଯେଉଁଠି ଦୁଇଟି ଯୋଡ଼ି ନିଜ ନିଜର ପାର୍ଟନର ଅଦଳବଦଳ କରୁଛନ୍ତି। ବାସ୍, ଏହା ହିଁ ହେଉଛି ଦ୍ୱୈତ ବିସ୍ଥାପନ। ଏଠାରେ ଦୁଇଟି ଯୌଗିକ ପଦାର୍ଥ ନିଜ ନିଜ ଆୟନଗୁଡ଼ିକୁ ଅଦଳବଦଳ କରି ଦୁଇଟି ଏକଦମ ନୂଆ ଯୌଗିକ ତିଆରି କରନ୍ତି। ଏହାର ସାଧାରଣ ଢାଞ୍ଚା ହେଉଛି ଏ ବି ଆଉ ସି ଡି ମିଶି ଏଡି ଆଉ ସିବି ତିଆରି କରନ୍ତି। ଗୋଟେ କ୍ଲାସିକ୍ ଉଦାହରଣ ହେଉଛି ସିଲଭର ନାଇଟ୍ରେଟ୍ ଏବଂ ସାଧାରଣ ଲୁଣ ବା ସୋଡିୟମ କ୍ଲୋରାଇଡ୍ର ପ୍ରତିକ୍ରିୟା। ଏମାନେ ପାର୍ଟନର ବଦଳେଇ ସିଲଭର କ୍ଲୋରାଇଡ୍ ତିଆରି କରନ୍ତି, ଯାହା ଏକ ଅଦ୍ରବଣୀୟ କଠିନ ପଦାର୍ଥ ଭାବରେ ତଳେ ବସିଯାଏ। ଆମ ପରିବାରର ଶେଷ ଏବଂ ସବୁଠାରୁ ପରିଚିତ ସଦସ୍ୟ ହେଉଛି ଦହନ। କୌଣସି ଜିନିଷର ଜଳିବା ପ୍ରକ୍ରିୟାକୁ ହିଁ ଦହନ କୁହାଯାଏ। ଏଥିପାଇଁ ସବୁବେଳେ ଅମ୍ଳଜାନ ଦରକାର ହୁଏ ଏବଂ ଏଥିରୁ ପ୍ରଚୁର ପରିମାଣରେ ତାପ ଓ ଆଲୋକ ବାହାରିଥାଏ। ଏଠାରେ କୌଣସି ବି ପଦାର୍ଥ ଅମ୍ଳଜାନ ସହ ମିଶି ତାପ ଓ ଆଲୋକ ସୃଷ୍ଟି କରେ, ଯେମିତିକି ମିଥେନ୍ ଗ୍ୟାସ୍, ଯାହା ଆମ ରୋଷେଇ ଗ୍ୟାସ୍ର ମୁଖ୍ୟ ଉପାଦାନ। ତାହା ଅମ୍ଳଜାନ ସହ ମିଶି ଜଳେ ଏବଂ କାର୍ବନ ଡାଇଅକ୍ସାଇଡ୍ ଓ ପାଣି ତିଆରି କରେ। ଆମ ଘରର ଗ୍ୟାସ୍ ଷ୍ଟୋଭରେ ଠିକ୍ ଏହି ପ୍ରତିକ୍ରିୟା ହିଁ ଘଟୁଥାଏ। ତେବେ ଏହି ସବୁ ରାସାୟନିକ ପରିବାର ବିଷୟରେ ଜାଣିବାର କ'ଣ ଦରକାର? ଏହି ପ୍ରତିକ୍ରିୟାଗୁଡ଼ିକ ଆମ ଦୈନନ୍ଦିନ ଜୀବନକୁ କିପରି ପ୍ରଭାବିତ କରେ? ଚାଲନ୍ତୁ ଦେଖିବା, ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ। ସତ କହିବାକୁ ଗଲେ, ଆମେ ରାସାୟନିକ ପ୍ରତିକ୍ରିୟାର ଏକ ସମୁଦ୍ରରେ ହିଁ ବାସ କରୁ। ଆମ ଶରୀର ଭିତରେ ଚାଲିଥିବା ଶ୍ୱାସନ କ୍ରିୟାଠାରୁ ଆରମ୍ଭ କରି ଆମେ ରାନ୍ଧୁଥିବା ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି ଗୋଟେ ଗୋଟେ ପ୍ରତିକ୍ରିୟା। ଲୁହାରେ କଳଙ୍କି ଲାଗିବା, ଗଛର ଆଲୋକ ସଂଶ୍ଳେଷଣ, ଏପରିକି ଆମେ ବ୍ୟବହାର କରୁଥିବା ଔଷଧ, ଚାଷରେ ବ୍ୟବହୃତ ସାର ଆଉ ଗାଡ଼ିର ଇନ୍ଧନ, ଏ ସବୁର ମୂଳରେ ରହିଛି ରାସାୟନିକ ପ୍ରତିକ୍ରିୟା। ଏଥିରୁ ଏହା ସ୍ପଷ୍ଟ ଯେ ରାସାୟନିକ ପ୍ରତିକ୍ରିୟାକୁ ବୁଝିବା କେବଳ ପରୀକ୍ଷାଗାରର କାମ ନୁହେଁ, ବରଂ ଏହା ଆମ ଦୁନିଆକୁ ଚଳାଉଥିବା ସବୁଠୁ ମୌଳିକ ପ୍ରକ୍ରିୟାଗୁଡ଼ିକୁ ବୁଝିବାର ଏକ ମାଧ୍ୟମ। ଯେଉଁ ପ୍ରତିକ୍ରିୟାଗୁଡ଼ିକ ଆମର ଆଜିର ଦୁନିଆକୁ ଗଢ଼ିଛି, ସେହି ଜ୍ଞାନ ଆମକୁ ଭବିଷ୍ୟତରେ କେଉଁ ନୂଆ ଆବିଷ୍କାରର ରାସ୍ତା ଦେଖାଇବ? ଏହି ପ୍ରଶ୍ନ ସହିତ ଆଜିର ଆଲୋଚନା ଏଇଠି ଶେଷ କରୁଛେ। ସ୍ୱାଗତମ୍। ଆମ ପାଖରେ ଆଜି ଗୋଟେ ବିଜ୍ଞାନ ସମ୍ବନ୍ଧୀୟ ସାରାଂଶ ନୋଟ୍ସ ଅଛି। ତେବେ ଆଜି ଆମେ ସେଇ ଭିତରକୁ ଯାଇ ରାସାୟନିକ ପ୍ରତିକ୍ରିୟା ଆଉ ଏ ରାସାୟନିକ ସମୀକରଣ ବିଷୟରେ ଟିକେ ଗଭୀର ଭାବେ କଥା ହେବା। ଆମର ଚେଷ୍ଟା ରହିବ ବୁଝିବା ପାଇଁ ଯେ କେମିତି ପଦାର୍ଥ ସବୁ ବଦଳେ, ଯାହାକୁ ଆମେ ରାସାୟନିକ ପ୍ରତିକ୍ରିୟା କହୁଛେ, ଆଉ ସେ ବଦଳିବାକୁ ଆମେ ସଂକେତ ଦେଇ କେମିତି ଲେଖିପାରିବା, ହେଲା, ସେଟା ରାସାୟନିକ ସମୀକରଣ। ଆଉ ହଁ, ଏ ପରିବର୍ତ୍ତନର ବି କେତେ ଅଲଗା ଅଲଗା ପ୍ରକାର ଅଛି, ସେସବୁ ବି ଦେଖିବା। ଆଜ୍ଞା, ଆଉ ମୁଖ୍ୟ କଥା ହେଲା ଆମେ ଏଇ ଧାରଣାଗୁଡ଼ିକର ମୂଳ କଥାଟା ବୁଝିବାକୁ ଚେଷ୍ଟା କରିବା। ଏଗୁଡ଼ିକ କେବଳ ବହି କଥା ନୁହେଁ, ଆମ ଚାରିପାଖ ଦୁନିଆରେ ଆମର ପ୍ରତିଦିନିଆ ଜୀବନରେ ଯାହା ସବୁ ଘଟୁଛି ଆଉ ଯେଉଁ ପ୍ରକୃତିର ନିୟମ ଅଛି, ସେସବୁ ସହିତ ଏହା କେମିତି ଯୋଡ଼ି ହେଇ ରହିଛି, ସେଇଟା ହିଁ ଆମେ ଆଲୋଚନା କରିବା। ବେଶ୍, ତେବେ ଆସନ୍ତୁ ଆରମ୍ଭ କରିବା। ପ୍ରଥମ କଥା, ଏ ଯେଉଁ ରାସାୟନିକ ପ୍ରତିକ୍ରିୟା ଶବ୍ଦଟା, ଏହାର ଅର୍ଥ କ'ଣ? ସରଳ ଭାଷାରେ କହିଲେ, ଏମିତି ଏକ ପ୍ରକ୍ରିୟା ଯେଉଁଥିରେ କିଛି ଆରମ୍ଭର ପଦାର୍ଥ, ଯାହାକୁ ଆମେ ପ୍ରତିକାରକ କହୁ ନା, ରିଆକ୍ଟେନ୍ସ, ସେଗୁଡ଼ାକ ବଦଳି ଯାଆନ୍ତି ଆଉ ପୁରା ନୂଆ ଗୁଣ ଥିବା ନୂଆ ପଦାର୍ଥ ତିଆରି କରନ୍ତି। ସେଗୁଡ଼ାକ ହେଲା ଉତ୍ପାଦ ବା ପ୍ରଡକ୍ଟସ୍। ଏଥିରେ ହୁଏ କ'ଣ? ପରମାଣୁ ଭିତରେ ଯେଉଁ ପୁରୁଣା ବନ୍ଧନ ଥାଏ, ସେଇଟା ଭାଙ୍ଗିଯାଏ ଆଉ ନୂଆ ବନ୍ଧନ ତିଆରି ହୁଏ। ଏକଦମ ଠିକ୍। ପୁରା ଭିତରେ ଗୋଟେ ରିଆରେଞ୍ଜମେଣ୍ଟ ହେଲା ଭଳି। କିନ୍ତୁ କଥା ହେଲା, ଆମେ ଜାଣିବା କେମିତି ଯେ ଏମିତି କିଛି ପରିବର୍ତ୍ତନ ହେଉଛି? ଏତେ ଭିତରେ ତ ଦେଖାଯାଏନି। ହେଲେ ଭଲ କଥା ଯେ ଏହାର କିଛି ବାହାରକୁ ଦେଖାଯାଉଥିବା ଲକ୍ଷଣ ଅଛି, କିଛି ସୂଚକ, ଯେମିତିକି ହଠାତ୍ ଗ୍ୟାସ୍ ବାହାରିବା, ବୁଡ଼ୁବୁଡ଼ୁ ହେଇକି ବାହାରିବ କିମ୍ବା ଫେଣ ହେଲା ଭଳି ଲାଗିବ, ସେଇଟା ଗୋଟେ ସଂକେତ। ଆଉ ଗୋଟେ ହେଲା ତାପମାତ୍ରା ବଦଳିଯିବା, ଯେଉଁ ପାତ୍ରରେ ପ୍ରତିକ୍ରିୟା ଚାଲିଛି ସେଇଟା ହୁଏତ ଗରମ ଲାଗିବ ଯଦି ତାପ ବାହାରୁଥାଏ, କିମ୍ବା ଥଣ୍ଡା ବି ଲାଗିପାରେ ଯଦି ସେ ତାପ ଶୋଷୁଥାଏ। ଆଚ୍ଛା, ତାପମାତ୍ରା ବଦଳିବା ବି ଗୋଟେ ସୂଚନା। ଆଉ କ'ଣ ଅଛି? ଆହୁରି ଅଛି, ଯେମିତି ରଙ୍ଗ ବଦଳିଯିବା। ଏଇଟା ବହୁତ ଦେଖାଯାଏ। ବେଳେବେଳେ କ'ଣ ହୁଏ, ଦୁଇଟା ପରିଷ୍କାର ତରଳ ମିଶେଇଲେ ହଠାତ୍ ଗୋଟେ କଠିନ ଜିନିଷ ବାହାରି ଆସେ,
ତଳେ ବସିଯାଏ କି ଭାସେ ତାକୁ ଆମେ କହୁ ଅବକ୍ଷେପ ପ୍ରେସିପିଟେଟ୍। ଏମିତି କି ପଦାର୍ଥର ଯୋଉ ଅବସ୍ଥା ଥାଏ ମାନେ କଠିନ ତରଳ ଗ୍ୟାସ୍ ସେଇଟା ବି ବଦଳିପାରେ। ଆମ ରୋଷେଇ ଘରେ ଦେଖନ୍ତୁ ନା କେତେ ଉଦାହରଣ ଦହି ବସିବା କ୍ଷୀରରୁ ଛେନା ହେବା କିମ୍ବା ସେ ବେକିଂ ସୋଡା ଉପରେ ଲେମ୍ବୁ ପକେଇଦେଲେ କେମିତି ଖେମ୍ପେ ହୁଏ। ହଁ ସେଇଟା ତ ଗ୍ୟାସ୍ ବାହାରିବାର ସିଧା ଉଦାହରଣ। ବାଃ, ଏଇ ସୂଚକଗୁଡାକ ଜାଣିଲା ପରେ ତ ଚିହ୍ନିବା ସହଜ ହେଇଗଲା। ଏବେ ଆସନ୍ତୁ ଦ୍ୱିତୀୟ କଥାକୁ ଯିବା। ଏଇ ଯୋଉ ପ୍ରତିକ୍ରିୟା ହେଲା ତାକୁ ଆମେ ଲେଖିକି କେମିତି ଦେଖେଇବା। ଏଇଠି ଆସୁଛି ରାସାୟନିକ ସମୀକରଣ କଥା। ମାନେ ଏହାକୁ ରସାୟନ ବିଜ୍ଞାନର ଗୋଟେ ସର୍ଟ ହ୍ୟାଣ୍ଡ ବା ସଂକ୍ଷିପ୍ତ ଭାଷା କହିପାରିବା। ହଁ, ଆଉ ଏମିତି ଏକ ଭାଷା ଯାହା ସବୁ ବୈଜ୍ଞାନିକ ବୁଝନ୍ତି ସାରା ଦୁନିଆରେ। ଏହାର କିଛି ନିୟମ ଅଛି। ଯୋଉ ପଦାର୍ଥ ମିଶୁଛନ୍ତି ମାନେ ପ୍ରତିକାରକ ସେଗୁଡ଼ାକ ସାଧାରଣତଃ ବାମ ପଟେ ଲେଖାଯାଏ, ଆଉ ଯୋଉ ନୂଆ ଜିନିଷ ତିଆରି ହେଲା ମାନେ ଉତ୍ପାଦ ସେଗୁଡ଼ାକ ଡାହାଣ ପଟେ। ଆଉ ଦୁଇ ପଟକୁ ଯୋଡ଼ିବା ପାଇଁ ମଝିରେ ଗୋଟେ ତୀର ଚିହ୍ନ ଥାଏ। ତୀର ଚିହ୍ନ ଏଲା ଦେଖାଏ। ଏଇଟା ଦେଖାଏ ଯେ ପ୍ରତିକାରକରୁ ଉତ୍ପାଦ ତିଆରି ହେଉଛି। ଆମର ସୂତ୍ରରେ ଦୁଇ ପ୍ରକାର ସମୀକରଣ କଥା ଅଛି। ଗୋଟେ ହେଲା ଶବ୍ଦ ସମୀକରଣ। ଏଥିରେ ପୁରା ନାଁ ଲେଖାଯାଏ, ଯେମିତି ସୋଡିୟମ୍ ପ୍ଲସ୍ କ୍ଲୋରିନ୍ ସୋଡିୟମ୍ କ୍ଲୋରାଇଡ୍। ଏଟା ବୁଝିବାକୁ ସହଜ, କିନ୍ତୁ ବେଶୀ କିଛି ସୂଚନା ଦିଏନି ନା? ହଁ, ଆଉ ଅନ୍ୟ ପ୍ରକାରଟା ଯାହା ବେଶୀ ଚଳେ ଆଉ ବେଶୀ କାମିକା ସେଇଟା ହେଲା ସାଙ୍କେତିକ ସମୀକରଣ। ଏଥିରେ ପ୍ରତ୍ୟେକ ପଦାର୍ଥ ପାଇଁ ତାର ରାସାୟନିକ ସଂକେତ କିମ୍ବା ଫର୍ମୁଲା ବ୍ୟବହାର ହୁଏ। ଆପଣ କହୁଥିବା ଉଦାହରଣ ପାଇଁ ଏଇଟା ହେବ Na+Cl2 NaCl। ଏଇଟା ଦେଖନ୍ତୁ କେତେ ଛୋଟ ଆଉ କେତେ ସଠିକ୍। ଏଇଠୁ ଜଣାପଡ଼ୁଛି ଯେ କ୍ଲୋରିନ୍ ଏକା ନୁହେଁ, Cl2 ଅଣୁ ହିସାବରେ ଅଛି। ନା, ପ୍ଲସ୍ Cl2 NaCl। ଏଇଠି କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। ବାମପଟେ ଦେଖନ୍ତୁ ଦୁଇଟା କ୍ଲୋରିନ୍ ପରମାଣୁ ଅଛି Cl2ରେ, ହେଲେ ଡାହାଣ ପଟେ NaClରେ ତ ଗୋଟିଏ ହିଁ କ୍ଲୋରିନ୍। ତେବେ ଆଉ ଗୋଟେ କ୍ଲୋରିନ୍ ଗଲା କୁଆଡ଼େ? ଏମିତି କେମିତି ହେବ? ବାଃ, ଏଇଟା ଗୋଟେ ବହୁତ ଭଲ ପ୍ରଶ୍ନ। ଆଉ ଏଇଟା ଆମକୁ ସମୀକରଣରେ ଗୋଟେ ବହୁତ ଜରୁରୀ କଥା ପାଖକୁ ନେଇଯାଉଛି। ସେଇଟା ହେଲା ସମୀକରଣକୁ ସନ୍ତୁଳିତ କରିବା, ବ୍ୟାଲେନ୍ସିଂ। ଆପଣ ଠିକ୍ କହିଲେ, Na+Cl2 = NaCl। ଏଇଟା ହେଲା କେବଳ କଙ୍କାଳ ସମୀକରଣ, ସ୍କେଲେଟନ୍ ଇକ୍ୱେସନ୍। ଏଇଟା ଖାଲି କହୁଛି କିଏ କିଏ ମିଶି କ'ଣ ତିଆରି କଲେ, କିନ୍ତୁ ପରମାଣୁ ସଂଖ୍ୟା ଠିକ୍ ଅଛେ କି ନାହିଁ ତାର ହିସାବ ଦେଉନି। ଏଇଠି ଆସୁଛି ପ୍ରକୃତିର ଗୋଟେ ମୂଳ ନିୟମ, ବସ୍ତୁତ୍ୱ ସଂରକ୍ଷଣ ନିୟମ, ଲ ଅଫ୍ କନଜର୍ଭେସନ୍ ଅଫ୍ ମାସ୍। ଏ ନିୟମ କହେ ରାସାୟନିକ ପ୍ରତିକ୍ରିୟାରେ କୌଣସି ପରମାଣୁ ନୂଆ କରି ତିଆରି ହୁଏନି କି ନଷ୍ଟ ହେଇଯାଏନି। ସେମାନେ ଖାଲି ନିଜର ଜାଗା ବଦଳାନ୍ତି, ସାଙ୍ଗ ବଦଳାନ୍ତି, ପୁଣି ନୂଆ ଭାବେ ସଜେଇ ହେଇଯାନ୍ତି। ଓହୋ, ମାନେ ଯେତିକି ଆରମ୍ଭରୁ ଥିଲେ ଶେଷରେ ବି ସେତିକି ହିଁ ରହିବେ, ଖାଲି ଅଲଗା ଅଲଗା ଗ୍ରୁପ୍ ହେଇଯିବେ। ଏକଦମ ସେୟା। ସେଇଥିପାଇଁ ଆମକୁ ସମୀକରଣକୁ ଏମିତି ଲେଖିବାକୁ ହେବ ଯେମିତି ପ୍ରତ୍ୟେକ ମୌଳିକର ଯେତିକ ପରମାଣୁ ବାଁ ପଟେ ଅଛି, ମାନେ ପ୍ରତିକାରକ ପଟେ, ଠିକ୍ ସେତିକି ପରମାଣୁ ଡାହାଣ ପଟେ ବି ରହିବ, ଉତ୍ପାଦ ପଟେ। ତେବେ ଆମ ଉଦାହରଣ Na+Cl2 NaClକୁ ସନ୍ତୁଳିତ କରିବାକୁ ହେଲେ ଡାହାଣ ପଟେ NaCl ଆଗରେ ଗୋଟେ 2 ଲେଖିବା, 2NaCl। ଏବେ ଡାହାଣ ପଟେ 2ଟା Na ଆଉ 2ଟା Cl ହେଲା। ଏବେ ଦେଖନ୍ତୁ Cl ସଂଖ୍ୟା ଠିକ୍ ହେଇଗଲା, ବାହାରେ 2 ଡାହାଣରେ 2, କିନ୍ତୁ Na ସଂଖ୍ୟା ଗଡ଼ବଡ଼ ହେଲା, ବାହାରେ ଗୋଟି ଡାହାଣରେ 2ଟା। ଆଚ୍ଛା, ତେଣୁ ଆମକୁ ବାମ ପଟେ ବି Na ଆଗରେ ଗୋଟେ 2 ଲେଖିବାକୁ ପଡ଼ିବ। ଏବେ ପୁରା ସନ୍ତୁଳିତ ସମୀକରଣ ହେଲା 2Na+Cl2 = 2NaCl। ଏବେ ମିଶାନ୍ତୁ, ଦୁଇ ପଟେ 2ଟା ସୋଡିୟମ୍ 2ଟା କ୍ଲୋରିନ୍, ସବୁ ବରାବର। ବାଃ, ଏଇଟା ତ ଗୋଟେ ପଜଲ ସମାଧାନ କଲା ଭଳି ଲାଗୁଛି। ଆଉ ଏଇଟା ପକ୍କା କରୁଛି ଯେ ଆମେ କୋଉ ପରମାଣୁକୁ ହଜେଇ ଦେଇନୁ କି କୋଉଠୁ ନୂଆ ଆଣିନୁ। ଏଟା ବହୁତ ଜରୁରୀ କଥା। ନିଶ୍ଚୟ, ସବୁ ହିସାବ କିତାବ ଠିକ୍ ରଖିବା ପାଇଁ ଆଉ ପ୍ରକୃତିର ନିୟମ ମାନିବା ପାଇଁ ସନ୍ତୁଳନ ନିହାତି ଦରକାର। ଠିକ୍ ଅଛି, ଏବେ ଆମେ ଜାଣିଲେ ପ୍ରତିକ୍ରିୟା କ'ଣ, ତାକୁ ଲେଖିବା କେମିତି, ଆଉ ସନ୍ତୁଳନ କାହିଁକି ଦରକାର। ଏବେ ଚାଲନ୍ତୁ ଦେଖିବା ଏ ଯୋଉ ପ୍ରତିକ୍ରିୟାଗୁଡ଼ାକ ହଉଛି ସେଗୁଡ଼ିକରେ କିଛି ଅଲଗା ଅଲଗା ପ୍ରକାର ଅଛି କି? ଆମ ସୂତ୍ରରେ ତ ପ୍ରାୟ 8 ପ୍ରକାରର ନାଁ ଦିଆଯାଇଛି। ଦେଖିବା ତ ଏ ରାସାୟନିକ ପରିବର୍ତ୍ତନ କେତେ ରକମର କାହାଣୀ କହୁଛି। ସବୁଠୁ ସରଳ କାହାଣୀ ବୋଧ ସେଇଟା ହବ ଯେତେବେଳେ ଜିନିଷ ସବୁ ମିଶିକି କିଛି ନୂଆ ତିଆରି କରନ୍ତି। ହଁ, ଆପଣ ସଂଯୋଜନ ପ୍ରତିକ୍ରିୟା କଥା କହୁଛନ୍ତି। କମ୍ବିନେସନ୍ ବା ସିନ୍ଥେସିସ୍। ଏହାର ମୂଳ କଥା ହେଲା ଅନେକରୁ ଏକ।
ମାନେ ଦୁଇ ବା ତାଠୁ ବେଶୀ ସରଳ ଜିନିଷ ମିଶିକି ଗୋଟିଏ ମାତ୍ର ବଳ ବା ଜଟିଳ ଜିନିଷ ତିଆରି କରିବେ। ଏକ ପ୍ରକାର ଗଢ଼ିବା କାମ, ଯେମିତି ଇଟା ଯୋଡ଼ି କାନ୍ଥ ହୁଏ। ଭଲ ଉଦାହରଣ ଅଛି। ଉଦଜାନ ଗ୍ୟାସ୍ H2 ଆଉ ଅମ୍ଳଜାନ ଗ୍ୟାସ୍ O2 ମିଶିଲେ ପାଣି H2O ତିଆରି ହୁଏ। ସମୀକରଣ ହେଲା 2H2 + O2 2H2O। ଦୁଇଟା ପ୍ରତିକାରକରୁ ଗୋଟିଏ ଉତ୍ପାଦ। ଠିକ୍। ଆଉ ଏହାର ପୁରା ଓଲଟା କାମ ବି ହେଇପାରେ। ଯେତେବେଳେ ଗୋଟେ ବଡ଼ ଜିନିଷ ଭାଙ୍ଗିକି ଛୋଟ ଛୋଟ ଜିନିଷରେ ବଦଳିଯାଏ, ତାକୁ କହନ୍ତି ବିଘଟନ ପ୍ରତିକ୍ରିୟା, ଡିକମ୍ପୋଜିସନ୍। ଏହାର ମୂଳ କଥା, ଏକରୁ ଅନେକ ଗୋଟିଏ ଯୌଗିକ ପଦାର୍ଥ ଭାଙ୍ଗିଯାଇ ଦୁଇ ବା ଅଧିକ ସରଳ ପଦାର୍ଥ ଦିଏ। ଆମ ସୂତ୍ରରେ ଅଛି କ୍ୟାଲସିୟମ କାର୍ବୋନେଟ୍ର ଉଦାହରଣ, ଯାହା ଚୁନ ପଥରରେ ଥାଏ। ତାକୁ ଗରମ କଲେ ସେ ଭାଙ୍ଗିକି କ୍ୟାଲସିୟମ ଅକ୍ସାଇଡ୍ ମାନେ ପୋଡ଼ା ଚୁନ ଆଉ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଦିଏ, CaCO3-CO+CO2। ତେବେ ସଂଯୋଜନ ଆଉ ବିଘଟନ ପୁରା ଉଲ୍ଟା କହିଲେ ଚଳିବ ନା? ହଁ, ପ୍ରାୟ ସେମିତି। ଗୋଟେ ଯୋଡୁଛି, ଆଉଟେ ଭାଙ୍ଗୁଛି। ଆଉ ବେଶୀଭାଗ ବିଘଟନ ପାଇଁ ବାହାରୁ କିଛି ଶକ୍ତି ଦରକାର ହୁଏ। ଏଠି ଯେମିତି ତାପଶକ୍ତି। ଆଚ୍ଛା, ଏହାପରେ ଆସୁଛି ଆଉ ଗୋଟେ ମଜାଦାର ପ୍ରକାର, ବିସ୍ଥାପନ ପ୍ରତିକ୍ରିୟା, ଡିସପ୍ଲେସମେଣ୍ଟ ବା ସିଙ୍ଗଲ ରିପ୍ଲେସମେଣ୍ଟ। ଏଠି କ'ଣ ହୁଏ? ଏଠି ଟିକେ କ'ଣ କମ୍ପିଟିସନ୍ ହୁଏ। ଗୋଟେ ବେଶୀ ଆକ୍ଟିଭ୍ ମୌଳିକ ଗୋଟେ ଯୌଗିକ ଭିତରେ ଥିବା ଟିକେ କମ୍ ଆକ୍ଟିଭ୍ ମୌଳିକକୁ ତା ଜାଗାରୁ ବାହାର କରିଦିଏ ଆଉ ନିଜେ ସେ ଜାଗା ନେଇଯାଏ। ଗୋଟେ ପ୍ରକାର କେମିକାଲ ମସଲ୍ ଫ୍ଲେକ୍ସିଂ। ହଁ, ଆମ ସୂତ୍ରରେ ଉଦାହରଣ ଅଛି ଜିଙ୍କ ଆଉ କପର ସଲଫେଟ୍ର। କପର ସଲଫେଟ୍ ଦ୍ରବଣ ନେଳିଆ ଦେଖାଯାଏ। ସେଥିରେ ଜିଙ୍କ ପକେଇଲେ କିଛି ସମୟ ପରେ ସେ ନେଳିଆ ରଙ୍ଗ କମିଯାଏ ଆଉ ଲାଲ ବାଦାମୀ ରଙ୍ଗର କପର ଜିଙ୍କ ଉପରେ ଲାଗିଯାଏ। ସମୀକରଣ ହେଲା Zn + CuSO4 = ZnSO4 + Cu। ଏଠି ଜିଙ୍କ କପରକୁ ଠେଲିଦେଲା, କାରଣ ଜିଙ୍କ ବେଶୀ ସକ୍ରିୟ। ଏକଦମ। କିଏ କାହାକୁ ଠେଲି ପାରିବ, ସେଇଟା ପାଇଁ ଗୋଟେ ସକ୍ରିୟତା ଶ୍ରେଣୀ ବା ଆକ୍ଟିଭିଟି ସିରିଜ୍ ଅଛି। ଏବେ ଭାବନ୍ତୁ, ଯଦି ଗୋଟେ ମୌଳିକ ବଦଳରେ ଦୁଇଟା ଯୌଗିକ ନିଜ ନିଜ ଭିତରେ ପାର୍ଟନର ବଦଳା ବଦଳି କରନ୍ତି, ତେବେ? ଓହୋ, ସେମିତି ବି ହୁଏ? ସେଇଟା କେମିତି? ହଁ, ତାକୁ କହନ୍ତି ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟା, ଡବଲ ଡିସପ୍ଲେସମେଣ୍ଟ। ଏଥିରେ ଦୁଇଟା ପ୍ରତିକାରକ ଯୌଗିକ ଥାନ୍ତି, ସେମାନେ ନିଜ ନିଜର ଆୟନ୍ସକୁ ଏକ୍ସଚେଞ୍ଜ କରନ୍ତି, ମାନେ ସାଥୀ ବଦଳି କରନ୍ତି। ଫଳରେ ଦୁଇଟା ପୁରା ନୂଆ ଯୌଗିକ ତିଆରି ହୁଏ। ଆୟନଗୁଡ଼ିକ ହେଲେ ସେଇ ଚାର୍ଜ ଥିବା ପରମାଣୁ ବା ଗ୍ରୁପ୍, ଯେଉଁମାନେ ଇଲେକ୍ଟ୍ରନ୍ ନେଇକି ବା ଦେଇକି ଚାର୍ଜ ପାଇଥାନ୍ତି। ଆମ ସୂତ୍ରରେ ଉଦାହରଣ ଅଛି ସିଲଭର ନାଇଟ୍ରେଟ୍ AgNO3 ଆଉ ସୋଡିୟମ କ୍ଲୋରାଇଡ୍ NaClର। ଦୁହିଁଙ୍କ ଦ୍ରବଣକୁ ମିଶେଇଲେ କୁହାଯାଇଛି ସିଲଭର Ag+ ଯାଇ କ୍ଲୋରାଇଡ୍ Cl- ସହ ମିଶିଯାଏ ଆଉ ସୋଡିୟମ Na+ ଯାଇ ନାଇଟ୍ରେଟ୍ NO3- ସହ। ଫଳରେ ମିଳେ ସିଲଭର କ୍ଲୋରାଇଡ୍ AgCl ଆଉ ସୋଡିୟମ ନାଇଟ୍ରେଟ୍ NaNO3। ସମୀକରଣ AgNO3 + NaCl = AgCl down + NaNO3। ଏଠି AgCl ପାଖରେ ଗୋଟେ ତଳକୁ ତୀର ଦିଆଯାଇଛି। ଏଇଟା କ'ଣ? ହଁ, ଏଇ ତୀର ଚିହ୍ନଟା ଦେଖାଏ ଯେ ସିଲଭର କ୍ଲୋରାଇଡ୍ AgCl ହେଉଛି ଗୋଟେ ଅବକ୍ଷେପ। ମାନେ ଏଟା ଗୋଟେ କଠିନ ପଦାର୍ଥ ଯାହା ପାଣିରେ ମୁଳାଏନି। ସେ ଦ୍ରବଣରୁ ଅଲଗା ହେଇଯାଏ ଆଉ ପ୍ରାୟ ତଳେ ବସିପଡ଼େ। ବହୁତଗୁଡ଼ିଏ ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟାରେ ଏମିତି ଅବକ୍ଷେପ ବାହାରେ। ଆଉ ଏଟା ପ୍ରକୃତରେ ଆମକୁ ଆଉ ଗୋଟେ ପ୍ରତିକ୍ରିୟା ପ୍ରକାର ବିଷୟରେ କହୁଛି। କୋଉଟା? ଅବକ୍ଷେପଣ ପ୍ରତିକ୍ରିୟା, ପ୍ରେସିପିଟେସନ୍ ରିଆକ୍ସନ୍। ଏଇଟା ବି ମୂଳତଃ ଦ୍ୱୈତ ବିସ୍ଥାପନ, କିନ୍ତୁ ଏଠି ମୁଖ୍ୟ ଫୋକସ୍ ରହେ ସେଇ କଠିନ ପଦାର୍ଥ ତିଆରି ହେବା ଉପରେ, ସେହି ଅବକ୍ଷେପଣ ଉପରେ। ଯେତେବେଳେ ଦୁଇଟା ଦ୍ରବଣୀୟ ଲୁଣ, ସଲ୍ୟୁବଲ୍ ସଲ୍ଟର ଦ୍ରବଣ ମିଶାଯାଏ ଆଉ ସେମାନଙ୍କର ଆୟନ ବଦଳି ଗୋଟେ ଅଦ୍ରବଣୀୟ ଲୁଣ, ଇନସଲ୍ୟୁବଲ୍ ସଲ୍ଟ ତିଆରି ହୁଏ, ତାକୁ ଅବକ୍ଷେପଣ କହନ୍ତି। ଆମ ସୂତ୍ରରେ ଆଉ ଗୋଟେ ଉଦାହରଣ ଅଛି। ବେରିୟମ୍ କ୍ଲୋରାଇଡ୍ BaCl2ର ଦ୍ରବଣରେ ସୋଡିୟମ୍ ସଲଫେଟ୍ Na2SO4ର ଦ୍ରବଣ ମିଶେଇଲେ ବେରିୟମ୍ ସଲଫେଟ୍ BaOSO4ର ଧଳା ଅବକ୍ଷେପ ମିଳେ। BaCl2 + Na2SO4 gives BaSO4 down + 2NaCl। ବୁଝିଲି। ତେବେ ଅବକ୍ଷେପଣ ହେଲା ଦ୍ୱୈତ ବିସ୍ଥାପନର ଗୋଟେ ସ୍ପେସିଫିକ୍ ଆଉଟକମ୍।
ଏହାପରେ ସୂତ୍ରରେ ଆଉ ଗୋଟେ ନାଁ ଅଛି, ଟିକେ ଅଲଗା ଶୁଭୁଛି, ରେଡକ୍ସ ପ୍ରତିକ୍ରିୟା, ରିଡକ୍ସ ରିଆକ୍ସନ। ଏଇଟା କ'ଣ ଜିନିଷ? ରେଡକ୍ସ ଶବ୍ଦଟା ଦୁଇଟା ଶବ୍ଦରୁ ଆସିଛି, ରିଡକ୍ସନ୍ ଆଉ ଅକ୍ସିଡେସନ୍। ତେବେ ରେଡକ୍ସ ପ୍ରତିକ୍ରିୟା ହେଲା ଏମିତି ଏକ ପ୍ରତିକ୍ରିୟା ଯୋଉଠି ଇଲେକ୍ଟ୍ରନର ଟ୍ରାନ୍ସଫର ହୁଏ, ଦିଆନିଆ ହୁଏ। ଗୋଟେ ପଦାର୍ଥ ଇଲେକ୍ଟ୍ରନ୍ ହରାଏ, ତାକୁ କୁହନ୍ତି ଜାରଣ, ଅକ୍ସିଡେସନ୍, ଆଉ ଗୋଟେ ପଦାର୍ଥ ସେଇ ଇଲେକ୍ଟ୍ରନକୁ ନିଏ, ତାକୁ କୁହନ୍ତି ବିଜାରଣ, ରିଡକ୍ସନ୍। ଆଉ ସବୁଠୁ ବଡ଼ କଥା, ଏଇ ଦୁଇଟା କାମ ସବୁବେଳେ ଏକା ସାଙ୍ଗରେ ହିଁ ହୁଏ। ଜାରଣ ହେଲେ ବିଜାରଣ ବି ହେବ। ଯଦି କିଏ ଇଲେକ୍ଟ୍ରନ୍ ଦଉଛି, ନିଶ୍ଚୟ କିଏ ନଉଥିବ। ଓ, ତେବେ ଏଇଟା ଇଲେକ୍ଟ୍ରନର କାରବାର। ଆମ ସୂତ୍ରରେ ଉଦାହରଣ ଅଛି Zn+2H+, Zn2++ H2। ଏଠି କିଏ ଦଉଛି କିଏ ନଉଛି? ଏଥି ଦେଖନ୍ତୁ, ଜିଙ୍କ୍ ଦୁଇଟା ଇଲେକ୍ଟ୍ରନ୍ ଦେଇକି ଜିଙ୍କ୍ ଆୟନ୍ Zn2+ ହଉଛି। ତେଣୁ ଜିଙ୍କ୍ର ହେଲା ଜାରଣ। ଆଉ ସେଇ ଦୁଇଟା ଇଲେକ୍ଟ୍ରନ୍କୁ ଦୁଇଟା ହାଇଡ୍ରୋଜେନ୍ ଆୟନ୍ 2H+ ନେଇକି ଉଦ୍ଦଜାନ ଗ୍ୟାସ୍ H2 ହଉଛନ୍ତି। ତେଣୁ ହାଇଡ୍ରୋଜେନ୍ ଆୟନ୍ର ହେଲା ବିଜାରଣ। ଆମେ ଆଗରୁ ଯୋଉ ବିସ୍ଥାପନ କିମ୍ବା ଦହନ କଥା କହିବା, ସେଥିରୁ ବି ଅନେକ ପ୍ରକାର ପ୍ରକୃତରେ ରେଡକ୍ସ ପ୍ରତିକ୍ରିୟା। ଦହନ, ହଁ, ଏ ଶବ୍ଦଟା ବେଶ ଜଣାଶୁଣା ଲାଗୁଛି। ଦହନ ପ୍ରତିକ୍ରିୟା ମାନେ ସାଧାରଣତଃ ଜଳିବାକୁ ବୁଝାଏ ନା? ହଁ, ଏକଦମ। ଦହନ ମାନେ ହେଲା ଗୋଟେ ରାସାୟନିକ ପ୍ରକ୍ରିୟା ଯୋଉଥିରେ କୌଣସି ଗୋଟେ ଜିନିଷ, ତାକୁ ଆମେ ଇନ୍ଧନ କହୁ, ସେ ସାଧାରଣତଃ ଅମ୍ଳଜାନ ସାଙ୍ଗରେ ବହୁତ ଜୋରରେ ପ୍ରତିକ୍ରିୟା କରେ ଆଉ ପ୍ରଚୁର ତାପ ଆଉ ଆଲୁଅ ବାହାରେ। ଏଇଟା ବି ଗୋଟେ ରେଡକ୍ସ ପ୍ରକ୍ରିୟା। ଆମେ ଯେତେବେଳେ କାଠ, କୋଇଲା, କିରୋସିନ ଜଳୁ କି ଏଲପିଜି ଜଳୁ, ସବୁ ଦହନ। ସୂତ୍ରରେ ମିଥେନ୍ CH4ର ଉଦାହରଣ ଅଛି, ଯାହା ପ୍ରାକୃତିକ ଗ୍ୟାସରେ ଥାଏ। CH4+2O2 CO2+2H2O। ଏହା ସାଙ୍ଗରେ ତାପ ଆଉ ଆଲୁଅ ବି ବାହାରେ। ଏଇଟା ତ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଶକ୍ତି ପାଇଁ ଆମେ ଏହା ଉପରେ ନିର୍ଭର କରୁ। ନିଶ୍ଚୟ। ଏବେ ଆସିବା ଆଉ ଗୋଟେ ବିଶେଷ ପ୍ରକାର ପ୍ରତିକ୍ରିୟାକୁ, ଯାହା ଅମ୍ଳ ଆଉ କ୍ଷାର ଭିତରେ ହୁଏ। ତାହା ହେଲା ପ୍ରଶମନ ପ୍ରତିକ୍ରିୟା। ପ୍ରଶମନ ମାନେ କାହାକୁ ଶାନ୍ତ କରିଦେବା ବା ତାର ପ୍ରଭାବ କମାଇଦେବା। ଠିକ୍ ସେୟା। ଯେତେବେଳେ ଗୋଟେ ଅମ୍ଳ ଆଉ କ୍ଷାର ସାଙ୍ଗରେ ମିଶେ, ସେମାନେ ପରସ୍ପରର ଗୁଣଙ୍କୁ କାଟିଦିଅନ୍ତି, ନ୍ୟୁଟ୍ରାଲାଇଜ୍ କରିଦିଅନ୍ତି। ଅମ୍ଳର ଅମ୍ଳପଣିଆ ଆଉ କ୍ଷାରର କ୍ଷାରପଣିଆ ଆଉ ରହେନି। ଆଉ ଏଇ ପ୍ରତିକ୍ରିୟାରୁ ସାଧାରଣତଃ ଗୋଟେ ଲବଣ ଆଉ ପାଣି ତିଆରି ହୁଏ। ଏଇଟା ବି ଗୋଟେ ପ୍ରକାରର ଦ୍ୱୈତ ବିସ୍ଥାପନ। ସବୁଠୁ କମନ୍ ଉଦାହରଣ ହେଲା ହାଇଡ୍ରୋକ୍ଲୋରିକ୍ ଆସିଡ୍, HCl, ଯାହା ବହୁତ ଶକ୍ତିଶାଳୀ ଅମ୍ଳ। ତା ସାଙ୍ଗରେ ସୋଡିୟମ୍ ହାଇଡ୍ରକ୍ସାଇଡ୍, NaOH, ଯାହା ଗୋଟେ ଶକ୍ତିଶାଳୀ କ୍ଷାର ମିଶିଲେ ମିଳେ ସୋଡିୟମ୍ କ୍ଲୋରାଇଡ୍, NaCl, ଆମେ ଖାଉଥିବା ଲୁଣ, ଆଉ ପାଣି H2O। HCl + NaOH = NaCl + H2O। ଏକଦମ ଗୋଟେ ବାଲାନ୍ସ କରିଦେଲା ଭଳି। ହଁ, ଆଉ ଜାଣିଛନ୍ତି, ଆମ ପେଟ ଭିତରେ ବି ଏମିତି ହୁଏ। ଯେତେବେଳେ ଏସିଡିଟି ହେଲେ ଆମେ ଆଣ୍ଟାସିଡ୍ ଖାଉ। ସେ ଆଣ୍ଟାସିଡ୍ ଗୁଡ଼ାକୁ କ୍ଷାରୀୟ। ସେମାନେ ପେଟର ବଳକା ଏସିଡ୍କୁ ଏମିତି ପ୍ରଶମିତ କରିଦିଅନ୍ତି। ବାଃ, ଏ ତ ଭାରି କାମିକା ଜିନିଷ। ତେବେ ଆମେ ପ୍ରାୟ 8 ପ୍ରକାର ପ୍ରତିକ୍ରିୟା ଦେଖିଲେ। ସଂଯୋଜନ, ମିଶିବା, ବିଘଟନ, ଭାଙ୍ଗିବା, ବିସ୍ଥାପନ, ଜଣେ ବଦଳିବା, ଦ୍ୱୈତ ବିସ୍ଥାପନ, ଦିଜଣ ବଦଳିବା, ରେଡକ୍ସ, ଇଲେକ୍ଟ୍ରନ୍ ଦିଆଣିଆ, ଦହନ, ଜଳିବା, ପ୍ରଶମନ, ଅମ୍ଳ କ୍ଷାର ମିଶିବା, ଆଉ ଅବକ୍ଷେପଣ, କଠିନ ତିଆରି ହେବା। ଏତେ ସବୁ ଜାଣିଲା ପରେ ମନରେ ଆସୁଛି, ଏସବୁର ପ୍ରକୃତରେ ମହତ୍ୱ କ'ଣ? ଏମିତି ଖାଲି ପରୀକ୍ଷା ପାଇଁ, ନା ଆମ ଜୀବନରେ ବି କିଛି କାମରେ ଆସେ? ଆରେ, ଏହାର ମହତ୍ୱ ତ ବହୁତ। ଆପଣ ତ ଆରମ୍ଭରୁ କହିଥିଲେ ରୋଷେଇ କଥା। ରୋଷେଇଟା ନିଜେ ହିଁ ଗୋଟେ ପୁରା ରାସାୟନିକ ପ୍ରତିକ୍ରିୟାର ଖେଳ। ଖାଇବା ଜିନିଷର ସ୍ୱାଦ ବଦଳିବା, ରଙ୍ଗ ବଦଳିବା, ବାସ୍ନା ଆସିବା, ଏ ସବୁ ପଛରେ ଅଛି କେମିକାଲ ଚେଞ୍ଜ। ଆମ ସୂତ୍ରରେ ବି ଲେଖା ଅଛି ଲୁହାରେ କଳଙ୍କି ଲାଗିବା, ଯାହା ଏକ ପ୍ରକାର ଧୀର ଜାରଣ। ଆମେ ଯୋଉ ନିଶ୍ୱାସ ନଉଛୁ, ଖାଦ୍ୟରୁ ଶକ୍ତି ପାଉଛୁ, ଶ୍ଵସନ କ୍ରିୟା, ଏଇଟା ବି ଏକ ପ୍ରକାର ବାୟୋକେମିକାଲ ଦହନ। ଏମିତିକି ଗଛ ଯୋଉ ଆଲୋକ ଶ୍ଳେଷଣ କରି ଖାଦ୍ୟ ତିଆରି କରୁଛି ସୂର୍ଯ୍ୟ ଆଲୁଆରେ, ସେଇଟା ବି ଏକ ଜଟିଳ ରେଡକ୍ସ ପ୍ରକ୍ରିୟା। ଏସବୁ ତ ଆମ ଆଖପାଖରେ ସବୁବେଳେ ହଉଛି। ଏକଦମ। ଆଉ ଯଦି ଟିକେ ବଡ଼ ସ୍ତରରେ ଦେଖିବା, ତେବେ ପୁରା ଶିଳ୍ପ ଜଗତଟା ଏଇ ରାସାୟନିକ ପ୍ରତିକ୍ରିୟାର ଜ୍ଞାନ ଉପରେ ହିଁ ଚାଲିଛି। ଆମେ ଯୋଉ ପ୍ଲାଷ୍ଟିକ ବ୍ୟବହାର କରୁଛୁ, ସାବୁନ, ଡିଟର୍ଜେଣ୍ଟ, ରଙ୍ଗ, ସିମେଣ୍ଟ, ଚାଷ ପାଇଁ ସାର, ଦେହ ପାଇଁ ଔଷଧ, ଗାଡ଼ି ପାଇଁ ପେଟ୍ରୋଲ, ଡିଜେଲ, ଏ ସବୁ ଜିନିଷ ତିଆରି ହେଉଛି କାରଣ ବୈଜ୍ଞାନିକମାନେ ଜାଣିଛନ୍ତି କୋଉ ପ୍ରତିକ୍ରିୟା କେମିତି ହୁଏ,
ତାକୁ କେମିତି ନିୟନ୍ତ୍ରଣ କରିହେବ। ଆଉ ସେ ଯେଉଁ ସମୀକରଣ ସନ୍ତୁଳନ କଥା କହୁଥିଲେ ସେଇଟା କେବଳ ପାଠ ପାଇଁ ନୁହେଁ, ଇଣ୍ଡଷ୍ଟ୍ରିରେ କେତେ କଞ୍ଚାମାଲରୁ କେତେ ଜିନିଷ ବାହାରିବ ତାର ସଠିକ୍ ହିସାବ ପାଇଁ ଏଟା ନିହାତି ଦରକାର। ମାନେ ଆମେ ଆଜି ଯାହା ସବୁ ଆଲୋଚନା କଲେ, ପ୍ରତିକ୍ରିୟା କ'ଣ, ତାକୁ ଲେଖିବା କେମିତି, ସନ୍ତୁଳିତ କରିବା କେମିତି, ତାର ଅଲଗା ଅଲଗା ପ୍ରକାର, ଏସବୁ ଖାଲି ବିଜ୍ଞାନର ମୂଳଦୁଆ ନୁହେଁ, ଆମର ପୁରା ଆଧୁନିକ ଜୀବନର ଚାଳକ ଶକ୍ତି ଭଳି। ନିଃସନ୍ଦେହରେ ଏହା ଆମକୁ ପ୍ରକୃତି କେମିତି କାମ କରେ ତାହା ବୁଝିବାରେ ସାହାଯ୍ୟ କରୁଛି। ଆଉ ସେ ଜ୍ଞାନକୁ ବ୍ୟବହାର କରି ଆମେ ମଣିଷ ସମାଜ ପାଇଁ ନୂଆ ନୂଆ ଜିନିଷ ତିଆରି କରୁଛୁ। ଆଜିର ଆଲୋଚନାରୁ ଯାହା ମୁଖ୍ୟ କଥା ଶିଖିଲେ ତାକୁ ଥରେ ମନେ ପକାଇଦେବା। ରାସାୟନିକ ପ୍ରତିକ୍ରିୟା ମାନେ ପଦାର୍ଥର ମୂଳ ପରିବର୍ତ୍ତନ, ଯେଉଁଥିରେ ନୂଆ ଗୁଣର ଜିନିଷ ତିଆରି ହୁଏ। ଏହାକୁ ଆମେ ସନ୍ତୁଳିତ ରାସାୟନିକ ସମୀକରଣରେ ଲେଖୁ, ଯାହା ବସ୍ତୁତ୍ୱ ସଂରକ୍ଷଣ ନିୟମ ମାନେ। ଆଉ ଏ ପ୍ରତିକ୍ରିୟାଗୁଡ଼ାକ ବିଭିନ୍ନ ପ୍ରକାରର ହେଇପାରେ, ଯେମିତି ମିଶିବା, ଭାଙ୍ଗିବା, ଜାଗା ବଦଳେଇବା, ଇଲେକ୍ଟ୍ରନ୍ ଦିଆନିଆ ହେବା, ଜଳିବା, ଅମ୍ଳକ୍ଷାର ମିଶିବା, କଠିନ ଜିନିଷ ତିଆରି ହେବା ଇତ୍ୟାଦି। ଆଉ ଏସବୁ ଖାଲି ବହି କଥା ନୁହେଁ, ଆମ ପ୍ରତିଦିନର ଜୀବନଠୁ ଆରମ୍ଭ କରି ବଡ଼ ବଡ଼ କାରଖାନା ଯାଏ ସବୁଠି ଏହାର ପ୍ରଭାବ ଅଛି। ହଁ, ଆଉ ଏସବୁ ଆଲୋଚନା ପରେ ଗୋଟେ କଥା ମନକୁ ଆସୁଛି। ଆମେ ଦେଖିଲେ ପ୍ରକୃତିରେ କେତେ ପ୍ରକାରର ରାସାୟନିକ ପରିବର୍ତ୍ତନ ହେଇପାରୁଛି। ବୈଜ୍ଞାନିକମାନେ ତ ଖାଲି ଏ ପ୍ରକାରଗୁଡ଼ିକ ଚିହ୍ନି ଦେଇ ଚୁପ୍ ବସିନାହାନ୍ତି। ସେମାନେ ଏ ଜ୍ଞାନକୁ ବ୍ୟବହାର କରୁଛନ୍ତି, ଚେଷ୍ଟା କରୁଛନ୍ତି ଏ ପ୍ରତିକ୍ରିୟାଗୁଡ଼ିକୁ ନିଜ ଇଚ୍ଛା ଅନୁସାରେ ଚଲେଇବା ପାଇଁ। ତବେ ପ୍ରଶ୍ନ ହେଲା, କେମିତି? ଏ ଯେଉଁ ମୂଳ କଥା ଆମେ ବୁଝିଲେ, ତାକୁ ବ୍ୟବହାର କରି ସେମାନେ କେମିତି ଏତେ ସ୍ପେସିଫିକ୍ ଆଉ ଦରକାରୀ ଜିନିଷ ତିଆରି କରିପାରୁଛନ୍ତି, ଯେମିତି ଜୀବନ ବଞ୍ଚାଉଥିବା ଔଷଧ କିମ୍ବା ପୁରା ନୂଆ ଧରଣର ମଟେରିଆଲ। କୋଉ ଜିନିଷକୁ ସେମାନେ କଣ୍ଟ୍ରୋଲ କରୁଛନ୍ତି, ତାପମାତ୍ରା, ଚାପ କିମ୍ବା ଆଉ କିଛି, ଯେମିତି ଉତ୍ପ୍ରେରକ, ଯାହାଦ୍ୱାରା ଗୋଟେ ପ୍ରତିକ୍ରିୟା ବେଶୀ ହେଉଛି କିମ୍ବା ଜଲ୍ଦି ହେଉଛି। ଏଇ ଯେଉଁ ମୌଳିକ ଜ୍ଞାନରୁ ଏତେ ଜଟିଳ ପ୍ରୟୋଗ ପର୍ଯ୍ୟନ୍ତ ଯାତ୍ରା, ଏଇଟା କେମିତି ସମ୍ଭବ ହେଉଛି ସେଇଟା ଭାବିବା କଥା ନା? ନିଶ୍ଚିତ ଭାବରେ ମୂଳ ନିୟମକୁ ବୁଝି ତାକୁ କଣ୍ଟ୍ରୋଲ କରି ନୂଆ ଜିନିଷ ତିଆରି କରିବାର ଏ ଯାତ୍ରା, ଏଇଟା ହିଁ ତ ବିଜ୍ଞାନର ପ୍ରକୃତ ମଜା। ଆଜିର ଏହି ଆଲୋଚନାରେ ଆମ ସହିତ ଯୋଡ଼ି ହୋଇଥିବାରୁ ସମସ୍ତ ଶ୍ରୋତାଙ୍କୁ ବହୁତ ବହୁତ ଧନ୍ୟବାଦ। ଦଶମ ଶ୍ରେଣୀର ପିଲାମାନେ, ତୁମର ଯେଉଁ ଫିଜିକାଲ ସାଇନ୍ସ ବା ଭୌତିକ ବିଜ୍ଞାନରେ ପ୍ରଥମ ଚ୍ୟାପ୍ଟରଟିରେ ଅଛି ରାସାୟନିକ ପ୍ରତିକ୍ରିୟା ଏବଂ ରାସାୟନିକ ସମୀକରଣ, ଏଇ ଟପିକ୍ର ସାରାଂଶ ବର୍ଣ୍ଣନା ଯେଉଁ କରାଗଲା ଭିଡ଼ିଓଟି ତୁମେ ଦେଖିଲ। ଏବେ ଦେଖିବା, ଯେତେବେଳେ ତୁମେ ନୋଟ୍ ତିଆରି କରିବ, ତୁମେ ଯେତେବେଳେ ପରୀକ୍ଷା ପାଇଁ କିଛି ନୋଟ୍ ତିଆରି କରିବ ଏବଂ ପ୍ରସ୍ତୁତ ହେବ, ସେ ଦିଗରେ କ'ଣ କ'ଣ ସବୁ ପଏଣ୍ଟ ଉପରେ ଧ୍ୟାନ ଦେବ ସେ ବିଷୟରେ ଏଠି ମୁଁ ଟିକେ ଆଲୋଚନା କରୁଛି। ଦେଖ, ତୁମର ଟପିକ୍ର ନାଁ ହେଲା ରାସାୟନିକ ପ୍ରତିକ୍ରିୟା ଏବଂ ରାସାୟନିକ ସମୀକରଣ। ତ ଏଥିରେ ଆମେ କ'ଣ ସବୁ ପାଠ ଏଇ ଅଧ୍ୟାୟରେ ଲେଖାଯାଇଛି ପ୍ରଥମେ ଟିକେ ଦେଖିବା। ଦେଖ, ଏଥିରେ 4ଟି ପାଠ ବର୍ଣ୍ଣନା କରାଯାଇଛି। ପ୍ରଥମେ ହେଲା ରାସାୟନିକ ପ୍ରତିକ୍ରିୟା, ତାପରେ ରାସାୟନିକ ସମୀକରଣ, ରାସାୟନିକ ପ୍ରତିକ୍ରିୟାର ପ୍ରକାର, ଆଉ ଏଇ ରାସାୟନିକ ପ୍ରତିକ୍ରିୟା ଏବଂ ରାସାୟନିକ ସମୀକରଣର ମହତ୍ତ୍ୱ କ'ଣ, ଏ ବିଷୟରେ ଆଲୋଚନା କରାଯାଇଛି। ତ କ୍ରମାନ୍ୱୟରେ ଆମେ ଟିକେ ବୁଝିବା। ପ୍ରଥମେ ଯେଉଁ ଅଛି ରାସାୟନିକ ପ୍ରତିକ୍ରିୟା, ଏଥିରେ କ'ଣ ସବୁ ପାଠ ପୁସ୍ତକରେ ବର୍ଣ୍ଣନା କରାଯାଇଛି। ଦେଖ, ଏଥିରେ ତୁମେ କ'ଣ ପଢ଼ିବ? ନୂତନ ପଦାର୍ଥ ଗଠନ, ପୁରୁଣା ବନ୍ଧ ଭାଙ୍ଗିବା, ନୂଆ ବନ୍ଧ ସୃଷ୍ଟି, ଆଉ ସୂଚକାଙ୍କରେ ମଧ୍ୟ ଆଉ କିଛି ପାଠ ଯୋଡ଼ାଯାଇଛି, ଯେମିତି ଗ୍ୟାସ୍ ନିର୍ଗମନ, ତାପମାତ୍ରା ପରିବର୍ତ୍ତନ, ରଙ୍ଗ ପରିବର୍ତ୍ତନ, ଅବକ୍ଷେପ ସୃଷ୍ଟି, ଅବସ୍ଥାର ପରିବର୍ତ୍ତନ। ଏହିସବୁ ପାଠ ଏଥିରେ ବର୍ଣ୍ଣନା କରାଯାଇଛି। ତ ଆମେ ଏ ଜିନିଷ କେଉଁଠୁ ପାଇବା ନା ରାସାୟନିକ ପ୍ରତିକ୍ରିୟା ଯେଉଁ ପ୍ରଥମ ପାଠଟି ଅଛି ସେଥିରେ ଏଇସବୁ ପଏଣ୍ଟ ଉପରେ ତୁମେ ନଜର ଦେଇ ନୋଟ୍ଟିଏ ତିଆରି କରିବ। ତାପରେ କ'ଣ କରିବ? ଦେଖ, ତାପରେ ନେକ୍ସଟ ଯେଉଁ ପାଠଟି ଅଛି, ନେକ୍ସଟ ପାଠଟି
रासायनिक समीकरण। तो एथिरे आमे कोउ कोउ पाठ सबू देखिबा आ नोट तैयारी करिबा। देखो एठी तुमरो अछि जेमिति सांकेतिक रूप। रासायनिक समीकरण रे प्रथमे सांकेतिक रूप उपरे तुमे किछि पाठ पढ़िबो देखिबो एवं सेथिरु नोट तैयारी करिवो। तापरे प्रतिक्रियक बाम पार्श्वरे कौन सबू प्रतिक्रिया होउची, उत्पाद डाहाण पार्श्वरे। प्रतिक्रियक तो बाँरे रहिबो, उत्पाद गुड़िक डाहाण पार्श्वरे सृष्टि हेबो। आउ कौन अछि तीर चिन्ह देकी याकू सांकेतिक भावे दर्शाइबो। संतुलित समीकरण आउ प्रकार एई पाठ तुमे दृष्टि रे रखी याकू ध्यान देकी रासायनिक समीकरण रो नोटटिए तैयारी करिवो। तो आमे देखिबा एठी जो अछि संतुलित समीकरण, एथिरे आउ कहा प्रति आमे नजर दबा। संतुलित समीकरण रे वस्तु संरक्षण नियम उभय पार्श्वरे समान परमाणु जेमिति रहिबो, या उपरे पाठ जहा दियाइछि ताको पढ़िबो एवं अध्ययन कला परे नोटटिए तैयारी करिवो। तापरे कोन अछि आ गुटे हला प्रकार। तो रासायनिक समीकरण कौन सब प्रकार अछि, देखो एथिरे दुईटी प्रकार पाइबो। गोटे हला शब्द समीकरण, जेमिति सोडियम युक्त क्लोरीन से कौन तैयारी करिवो, सोडियम क्लोराइड तैयारी करिवो। आउ सांकेतिक समीकरण एटा संकेत रे दिया जाइछि NaCl2 Na + Cl2 हेले NaCl तैयारी होबो। तो ये हला प्रकार संबंध रे देखिबो, पुस्तक रे कौन लिखाई छी ताको पढ़ी की नोटटिए तैयारी करिवो। ये जो द्वितीय पाठटी थिला रासायनिक समीकरण, तो एई पॉइंट उपरे ध्यान देबो। तापरे आमे जिबा नेक्स्ट जो पाठटी अछि रासायनिक प्रतिक्रिया रो प्रकार। एठी देखो रासायनिक प्रतिक्रिया रो प्रकार केते प्रकार अछि, याकू टिके नजर दबा। एथिरे कौन कौन पाठर विभाग सब अछि देखिबा। देखो एथिरे बहुत गुड़े विभाग रहिछि, जेमिति संयोग प्रतिक्रिया। एठी देखो संयोग प्रतिक्रिया जाकू कि इंग्रजी रे सिंथेसिस कहा जाय। तापरे विघटन प्रतिक्रिया, तापरे आउ कोन आसीबो विस्थापन प्रतिक्रिया, एकक प्रतिस्थापन हुए। तापरे द्वितीय विस्थापन प्रतिक्रिया, आउ रेडक्स प्रतिक्रिया, दहन प्रतिक्रिया, निरपेक्षकरण प्रतिक्रिया, अवक्षेपण प्रतिक्रिया, ये सब प्रतिक्रिया हुए। तो प्रथमे देखिबा ए जो तुमरो प्रथम पाठटी अछि प्रतिक्रिया रो संयोग प्रतिक्रिया। एथिरे कहा को दिगरे तुमे ध्यान दबो, एथिरे कौन सब पाठ अछि देखो। एथिरे अछि संयोग प्रतिक्रिया रे दुईटी जिनस पाइबो, दुई किंबा अधिक प्रतिक्रियक एकक उत्पाद ताकू कहा जाय। आउ गोटे उदाहरण दिया आइछि 2H2 + O2। 2H2 + O2 मिसिले 2H2O, ए जो जल बुंदार सृष्टि होछि 2H2 हाइड्रोजन रो दुईटा, ऑक्सीजन रो दुईटा मिसिले, ऑक्सीजन रो गोटे मिसिले कोन हबो ना जल अणु, जलर जो परमाणुटीए सॉरी जलर अणु तैयारी हबो। नेक्स्ट आउ विघटन प्रतिक्रिया। विघटन प्रतिक्रिया रे कौन कौन अछि देखिबा। विघटन प्रतिक्रिया रे तुमे देखिबो तुम पाठ रे जो अछि एकक यौगिक सरल पदार्थ। आउ यार उदाहरण हला CaCO3 कॉम्बिनेशन हेले कौन हबो CaO + CO2। तापरे देखिबा नेक्स्ट जो पाठटी दिया जाइछि लक्ष्य कर विस्थापन प्रतिक्रिया। विस्थापन प्रतिक्रिया रे कौन कौन सबू आलोचना करा जाइछि, एथिरे जो पॉइंट उपरे ध्यान दबो नोट प्रस्तुत पूर्वरु, ताहला गोटे मौलिक अन्य को विस्थापित करे। यार उदाहरण Zn + CuSO4 कौन हबो ZnSO4 + Cu। तो तापर जो पाठटी अछि एठी देखो द्वितीय विस्थापन प्रतिक्रिया।
प्रथमे आम देखिले विस्थापन प्रतिक्रिया एकक प्रतिस्थापन जो थे 2टा पॉइंट उपर ध्यान दब। द्वितीय विस्थापन प्रतिक्रिया रे कौन देखा एथिरे 2टी यौगिक आयन विनिमय करती आउ यार उदाहरण है AgNO3 प्लस NaCl मिसिले कौन हम AgCl प्लस NaNO3। नेक्स्ट देखिए तापर पाठटी रे कौन अच्छी तापर पाठटी देख रेडक्स प्रतिक्रिया रे कौन सब पॉइंट उपर आम ध्यान देवा एथिरे तुमे गुरुत्व दब जे जारण इलेक्ट्रॉन हराइबा जो काम होता है जारण तापरे विजारण इलेक्ट्रॉन लाभ हुए एककालीन घटे आउ उदाहरण है Zn प्लस 2H प्लस हेले कौन हम Zn2 प्लस H2। नेक्स्ट पाठरे कौन अच्छी देखिए नेक्स्ट जो पाठटी अच्छी ताहला दहन प्रतिक्रिया रे जो पॉइंट उपरे गुरुत्व दियाजिबो सेगुड़िक है अम्लजान सहित प्रतिक्रिया ताप और आलोक उत्पादन आउटे उदाहरण दिया जाइए देख CH2 प्लस 2O2 मिसिले कौन हम CO2 प्लस 2H2O। नेक्स्ट पाठ को आम देखा से कौ पॉइंट उपर आम गुरुत्व देवा ये देख तापर अच्छी निरपेक्षकरण प्रतिक्रिया तो एथिरे कौन सब पाठ वर्णना करा जाइछि ना अम्ल प्लस क्षार मिसिले लवण प्लस जल हम यार उदाहरण है CHL प्लस NaOH कौन हम NaCl प्लस H2O। तापर जो पाठटी अच्छी देख ये है अवक्षेपण प्रतिक्रिया कौन ये पाठटी आमको बुझा हेल्ले क्या आम गुरुत्व देवा ना एथिरे 3टा जिनस आमर आसो गोटे है अद्रवणीय उत्पाद सृष्टि जोटा कि अवक्षेप कहुच्छे आला 2टी जलीय द्रवणु सृष्टि हुए आउ यार उदाहरण है BaCl2 प्लस Na2SO4 BaSO4 प्लस 2NaCl। तो पिला माने आमे ये सब पाठ देखिलु कौठू ना रासायनिक प्रतिक्रिया रो केते प्रकार अच्छी एबे देखिबा महत्व रासायनिक प्रतिक्रिया रो महत्व कौन ताको आमे बुझिबा। तो ये पाठ बुझिबा को हेले आमे देखिबा महत्व केते प्रकार अच्छी कौन कौन अच्छी या देखिबा देख एथिरे 4टी कथा आमे पाइबा गोटे है तुमर दैनंदिन जीवन बुझिबा जमती रोसई कलंक लगुच लुहारे कलंक लगुच श्वासक्रिया असुविधा होची आलोक संश्लेषण ये सब काम दैनंदिन जीवन में घटुची जोटा कि आम महत्व ये रासायनिक प्रतिक्रिया महत्व आम जापर तार प्रतिक्रिया आमर ये काम सब हो पारुची। तापरे वैज्ञानिक शुद्धता एक कथा आम जापारु प्रतिक्रिया प्राकृतिक नियम अनुसरण आउ शिल्पगत व्यवहार। तो शिल्पगत व्यवहार रे आउ किछि कंटेंट अच्छी ताकू टिके देखिबा जेमिति शिल्पगत व्यवहार रे हमर आसीबो रासायनिक पदार्थ उत्पादन आउ सार औषध इंधन। तो यही सबू साब टॉपिक बा साब कंटेंट उपरे ध्यान दे तुम्हें कौन करिवो ना तुमरो नोटटिए प्रस्तुत करिवो। तो पिला माने आमे बर्तमान सुधा बुझीगले जे रासायनिक प्रतिक्रिया एवं रासायनिक समीकरण नोटटिए प्रस्तुत करने को हेले तार जो सब कंटेंट अच्छी पाठ अच्छी तार जो से वर्णना करा जाइछि ताकू ध्यान सह पढ़िबा एवं नोटटिए प्रस्तुत करिबा जहाँद्वारा परीक्षा रे हमको उत्तम प्रदर्शन करिबारे सहायक हेबो। तो पिला माने तुमे रासायनिक प्रतिक्रिया एवं रासायनिक समीकरण विषय रे संपूर्ण
जो गाइडलाइन बा टिप्स सब पाइल यारी उपरे नोटटी प्रस्तुत करी परीक्षा पई प्रस्तुत हेबो। तो थैंक यू वेरी मच फॉर वाचिंग दिस वीडियो। मोर परवर्ती वीडियो आसिया पर्यंत टेक केयर, गुड बाय।